प्रचार करुछु कवि विश्वनाथ कुंडियाकृत विचित्र रामायणर 47तम भाग। संगीत प्रफुल्ल चंद्र बेहेरा, प्रयोजना डॉक्टर शांतनु कुमार रथ। ରାବଣର ଅନ୍ତଃପୁରରେ ସୀତାଙ୍କର ସନ୍ଧାନ ନ ପାଇ ହନୁମାନ ଯାଇ ଅଶୋକ ବନରେ ପହଞ୍ଚିଛନ୍ତି। ସିଂସପା ବୃକ୍ଷ ତଳେ ବସିଥିବା ସୀତାଙ୍କୁ ଦେଖିଛନ୍ତି। ଚାରିପଟେ ଜଗି ରହିଛନ୍ତି ରାକ୍ଷସୀଗଣ। ସୀତାଙ୍କୁ ଠାବ କରିବା ପାଇଁ ଗୋଟିଏ ମର୍କଟ ଲଙ୍କାଗଡ଼ରେ ପ୍ରବେଶ କରିଛି ଏବଂ ତା ପାଇଁ ବିପର୍ଯ୍ୟୟ କାଳ ଆସିଥିବା କଥା ଲଙ୍କେଶ୍ୱରୀ ସ୍ୱପ୍ନରେ ରାବଣକୁ କହିଛନ୍ତି। ଏହି କଥା ସ୍ୱପ୍ନରେ ଦେଖି ସେହି ରାତିରେ ରାବଣ ଅସୁରୀମାନଙ୍କ ଗହଣରେ ଅଶୋକ ବନ ଯାଇ ସୀତାଙ୍କୁ ତାକୁ ବରଣ କରିବା ପାଇଁ ମନେଇଛି। ମନେ ବିଚାରେ ଅପରାଧ କଲି, ରାମ ଘରଣିଏ ହାକୁ ବୋଇଲି, ମର୍କତ କଲି ଗୁଞ୍ଜ ପକ୍ଷୀ ମୁଣ୍ଡ, ସୁବର୍ଣ୍ଣ କଲି ମୁଁ ରଜତ ଖଣ୍ଡ, ସେ ପିତଳ କଲି କାଞ୍ଚନ ଯେ, ଇନ୍ଦ୍ର ନୀଳମଣି ରତନ ମୁଁ କଲି, କାଚର ସଙ୍ଗେ ସମାନ ଯେ। ନ ଦେଖି ହନୁ ସୀତାଙ୍କ ଶ୍ରୀମୁଖ, ମନେ ଲଭିଲେ ବହୁତ ଦୁଃଖ, ବୋଲଇ ଅସୁର କଲେ ବାଗ୍ରାସ, କି କହିବି ଯାଇ ଶ୍ରୀରାମ ପାଶ, ମୁଁ ନ ପାଇ ସୀତା ସନ୍ଦେଶ ଯେ, ଶ୍ରୀରାମ ଲକ୍ଷ୍ମଣ ସୁଗ୍ରୀବ ସହିତେ, ନିଶ୍ଚୟ ହୋଇବେ ନାଶ ଯେ। ଏଥିରୁ ଭଲ ମୋହର ବିନାଶ, ଖୋଜୁଛି ବୋଲି କରିଥିବେ ଆଶ, ସମ୍ପାତି କହିବା ଚିତୋଇ ମନେ, ବସିଲା ଯାଇ ଅଶୋକ କାନନେ, ସେ ଦ୍ୱିତୀୟ ଖାଣ୍ଡବ ବନ ଯେ, ବୋଲଇ ବିଶି ଯେ ଦେଖିଣ ପ୍ରଶଂସା, କରୁଛନ୍ତି ହନୁମାନ ଯେ। ଅଶୋକ ବୃକ୍ଷ ଡାଳରେ ହନୁମନ୍ତ ବସି, ମଧୁବନ ତୋଟା ଦେଖି ବହୁତ ପ୍ରଶଂସି, ଧନ୍ୟରେ ରାବଣ ଧନ୍ୟ ତୋହର ଭୁବନ, ଜଗତି ଅଟ୍ଟାଳି ସବୁ ସୁବର୍ଣ୍ଣେ ନିର୍ମାଣ, ଅଳକା ଭୁବନ ପରି ଦିଶଇ ଶୋଭିତ, ମଧୁବନ ତୋଟା ଫଳ ପୁଷ୍ପରେ ପୂରିତ, ସୁଗନ୍ଧ କୁସୁମ ଶୋଭେ ଚଉପାଶେ ଘେରି, ଧନ୍ୟ ଧନ୍ୟ ବୋଲି ହନୁ ପ୍ରଶଂସା କରି, ଏଣେ ସିରି ଗୋଟା ତୁଚ୍ଛା କାର୍ଯ୍ୟ ନା ସଜୀବ, ସୀତାଙ୍କୁ ନ ଦେଲେ ନିଶ୍ଚେ ରାବଣ ମରିବ, ଏହା ଭାବି ହନୁମନ୍ତ କ୍ଷୁଦ୍ର ରୂପ ହେଲା, ବିକ୍ରମ ନରେନ୍ଦ୍ର କହେ ବୃକ୍ଷରେ
ବସିଲା। ଫଳ କୁସୁମେ ମଣ୍ଡିଲା ପ୍ରାୟ ଦିଶେ ମଧୁବନ ତରୁ କୂଳ। ସୁବର୍ଣ୍ଣ ଚଉରା ଧାଡ଼ି ଧାଡ଼ି ଶୋଭା ଦିଶୁଅଛି ତଥି ତଳ। ପାରିଜାତକ ଆଦି ସଗୁ ଆଣିଛି ଅମରାବତୀ। ରୋପି ଅଛି ନାନା ଔଷଧି ଶୋଭା ଦିଶୁଛି ତଡ଼ାଗ ନଦୀ। ଦେଖିଲା
বস বস মোর অঙ্কে জনক রাজনন্দিনী সামান্য মণুকি সমমতে নাহি স্বর্গ পাতাল মেদিনী আরে নারী রতন মোতে দৃঢ়ে কর আলিঙ্গন চুম্বন দান দিয় বহন মোতে বিন্ধুছি মিন কেতন বিপুল বর্তুল উচ কুচ বেনি মোর হৃদরে লগাও শিখ বেনি ভুজ ছন্দির চম্পক মালা প্রায় শোভা পাও আগো নবনাগরী তোতে খটি থিবে মন্দোদরী সর্বনারী হেবে পরিচারী ভোগ করিবু এ লঙ্কাপুরী মুরুষি কুমার দুরুষি কুমারী নহিলা কি সমসরী শরণ পশুছি শরণ বৎসলা চরণ তଳେ তো হরি আরে কোমল অঙ্গী বিংশ নেত্রে নেত্র কর সঙ্গী ত্রয়লোচন রঞ্জিত ভঙ্গী কিকে ঝুরুছু রম্য অপাঙ্গী হেমন্ত মণুকি সিন্ধু পারি হই আসিবে সেবেনি যতি তোতে থু নেবে তু পুଣି তাঙ্কর হইবু প্রিয় যুবতী তেজ মনু সে কথা দিন যামিনী হেউছি বৃথা এবে ভূমি কি নপোত মথা ভণে বিশিরাম রস কথা ଶୁଣୁଥିଲେ କବି ବିଶ୍ୱନାଥ ଖୁଣ୍ଟିଆ କୃତ ବିଚିତ୍ର ରାମାୟଣର 47ତମ ଭାଗ। ସଙ୍ଗୀତ ପ୍ରଫୁଲ୍ଲ ଚନ୍ଦ୍ର ବେହେରା, ପ୍ରଯୋଜନା ଡକ୍ଟର ଶାନ୍ତନୁ କୁମାର ରଥ, ସହଯୋଗିତା ଅଭୟ କୁମାର ଦାସ। ଏହି ଭାଗରେ କଣ୍ଠଦାନ କରିଥିଲେ ରାଜେନ୍ଦ୍ର କୁମାର ସ୍ୱାଇଁ, ଦୁଃଖୀଶ୍ୟାମ ତ୍ରିପାଠୀ, ସରୋଜ କୁମାର ପରିଡ଼ା, ନିଶିପ୍ରଭା ପାଣି, ଶ୍ୟାମମଣି ଦେବୀ ଏବଂ ମିତାଲି ଚିନ୍ନରା।